ସମସ୍ତଙ୍କୁ ନମସ୍କାର ଆଉ ଜୁହାର। ଯେଉଁମାନେ ୟୁପିଏସ୍ସି ଆଉ ଓପିଏସ୍ସି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଆଜିର ଏହି ଆଲୋଚନା ବହୁତ ହି ଖାସ୍। ଆଜି ଆମେ ଇତିହାସର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ଟିକେ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା। ତାହା ହେଉଛି ଓଡ଼ିଶାରେ ବ୍ରିଟିଶ ଶାସନ ଏବଂ ସେମାନଙ୍କର ନୀତି। ଦେଖନ୍ତୁ, ଏହି ବିଷୟଟା ପରୀକ୍ଷାରେ ବାରମ୍ବାର ଆସେ, ତେଣୁ ଚାଲନ୍ତୁ ଏହାକୁ ଭଲ ଭାବରେ ଆଜି କ୍ଲିୟର କରିଦେବା। ଆଚ୍ଛା, ଆଜିର ଏହି ପୁରା ଆଲୋଚନା ଗୋଟିଏ ବହୁତ ଇଣ୍ଟରେଷ୍ଟିଂ ପ୍ରଶ୍ନରୁ ଆରମ୍ଭ କରିବା। ପ୍ରଶ୍ନଟି ହେଉଛି କେମିତି ଇଂରେଜମାନଙ୍କର କିଛି ଟେମ୍ପୋରାରୀ ବା ଅସ୍ଥାୟୀ ନୀତି ଆମ ଓଡ଼ିଶାକୁ ଗୋଟେ ପର୍ମାନେଣ୍ଟ ବା ସ୍ଥାୟୀ କ୍ଷତି ପହଞ୍ଚାଇଲା। ଏହା ହିଁ ସେହି କାହାଣୀ ଯାହାକୁ କୁହାଯାଏ ଦି ଅନକେପ୍ଟ ପ୍ରମିସ୍ ବା ଅପୂରଣୀୟ ପ୍ରତିଶ୍ରୁତି। ଆଉ ଆଜି ଆମେ ଏହାରି ଭିତରକୁ ହିଁ ଯିବା। ଠିକ୍ ଅଛି, ତେବେ ଆଜି ଆମେ କ'ଣ ଦେଖିବା ତାର ଗୋଟେ ଛୋଟ ରୋଡମ୍ୟାପ୍ ଦେଖିନେବା। ପ୍ରଥମେ ଆମେ ବୁଝିବା ଯେ ବ୍ରିଟିଶ ଶାସନ ବେଳେ ଓଡ଼ିଶାର ଅବସ୍ଥା କେମିତି ଥିଲା। ତାପରେ ଏକ୍ଜାମ୍ ପର୍ସପେକ୍ଟିଭରୁ ଏହା କାହିଁକି ଏତେ ଇମ୍ପୋର୍ଟାଣ୍ଟ। ତାପରେ ପଏଣ୍ଟ ହେଉଛି ରାଜସ୍ୱ ବା ରେଭିନ୍ୟୁ, ଯାହା ସେମାନଙ୍କର ମୁଖ୍ୟ ଏଜେଣ୍ଡା ଥିଲା। ଏହାପରେ ଆସିବ ସେହି ଭଙ୍ଗା ପ୍ରତିଶ୍ରୁତିର କାହାଣୀ। ତା ସହିତ ଜଷ୍ଟିସ୍ ଆଉ ପୋଲିସିଂ ସିଷ୍ଟମ୍ କେମିତି ଥିଲା ତାକୁ ବି ଦେଖିବା। ଆଉ ଶେଷରେ ସବୁଠୁ ଜରୁରୀ ରିଭିଜନ୍ ଆଉ ପରୀକ୍ଷା ପାଇଁ କ'ଣ ଷ୍ଟ୍ରାଟେଜି ରହିବ। ଚାଲନ୍ତୁ ଆମର ପ୍ରଥମ ଭାଗକୁ ଯିବା। ଓଡ଼ିଶା ଅଣ୍ଡର ବ୍ରିଟିଶ ରୁଲ୍ ଅଫ୍ ଫ୍ରାଗମେଣ୍ଟେଡ୍ ଲ୍ୟାଣ୍ଡ। ଦେଖନ୍ତୁ, ବ୍ରିଟିଶଙ୍କ ପଲିସିକୁ ଯଦି ଭଲ ଭାବରେ ବୁଝିବାର ଅଛି ତାହେଲେ ପ୍ରଥମେ ଏଇଟା ଜାଣିବାକୁ ପଡ଼ିବ ଯେ ସେମାନେ ଆମ ଓଡ଼ିଶାକୁ କେମିତି ଭାଗ କରିଦେଇଥିଲେ। କାରଣ ସେତେବେଳେ ଆମେ ଯେଉଁ ଓଡ଼ିଶାକୁ ଦେଖୁଛେ ତାହା ଗୋଟେ ପ୍ରଶାସନିକ ଏକକ ବା ସିଙ୍ଗଲ ଆଡମିନିଷ୍ଟ୍ରେଟିଭ ୟୁନିଟ୍ ନଥିଲା। ଏବେ ଏହି ଟେବୁଲକୁ ଟିକେ ଦେଖନ୍ତୁ, କେମିତି ଆମ ଓଡ଼ିଶାକୁ ତିନି ଭାଗ କରାଯାଇଥିଲା। କଟକ ପ୍ରଦେଶ ଥିଲା ବେଙ୍ଗଲ ପ୍ରେସିଡେନ୍ସି ଅଧୀନରେ, ଗଞ୍ଜାମ ଆଉ କୋରାପୁଟ ଥିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ, ଆଉ ସମ୍ବଲପୁର ଥିଲା ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ଅଧୀନରେ। ଏବେ ଭାବନ୍ତୁ ଟିକେ, ଏହି ଯେଉଁ ତିନିମୁଣ୍ଡିଆ ଶାସନ ଥିଲା ଏହା କ'ଣ କେବେ ବି ଗୋଟେ ୟୁନିଫର୍ମ ଡେଭଲପମେଣ୍ଟ ବା ସମାନ ବିକାଶ ହେବାକୁ ଦେବ? କେବେ ବି ନୁହେଁ। ଆଉ ଏହି ପଏଣ୍ଟଟା ମିନ୍ସ ପାଇଁ ବହୁତ ଇମ୍ପର୍ଟାଣ୍ଟ, ମନେ ରଖିବେ। ଆଚ୍ଛା, ଏବେ ଆମର ଦ୍ୱିତୀୟ ଭାଗ, ଦି ଏକ୍ଜାମ୍ ପର୍ସପେକ୍ଟିଭ୍, ହ୍ୱାଇ ଦିସ୍ ଟପିକ୍ ମ୍ୟାଟର୍ସ। ମାନେ ପରୀକ୍ଷା ପାଇଁ ଏହି ବିଷୟଟା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ଏକ୍ଜାମିନର୍ସ ମାନେ ଏଥିରୁ ବାରମ୍ବାର ପ୍ରଶ୍ନ ପଚାରନ୍ତି? ଦେଖନ୍ତୁ, ଏଠି ଦୁଇଟା କଥା। ପ୍ରିଲିମ୍ସ ପାଇଁ ଆମକୁ ଫ୍ୟାକ୍ଟସ୍ ମନେ ରଖିବାକୁ ପଡ଼ିବ, ଯେମିତିକି ରେଗୁଲେସନ୍ 12 ଅଫ୍ 1805। କିନ୍ତୁ ଯେତେବେଳେ ମେନ୍ସ କଥା ଆସିବ ସେତେବେଳେ ଆମକୁ ଆନାଲିସିସ୍ ଉପରେ ଫୋକସ୍ କରିବାକୁ ପଡ଼ିବ। ଏହାର ସୋସିଓ ଇକୋନୋମିକ୍ ଇମ୍ପାକ୍ଟ ବା ସାମାଜିକ ଅର୍ଥନୈତିକ ପ୍ରଭାବ କ'ଣ ଥିଲା। ତେଣୁ ଦୁଇଟା ଷ୍ଟେଜ୍ ପାଇଁ ପ୍ରିପାରେସନ୍ ଷ୍ଟ୍ରାଟେଜି ବି ଅଲଗା ରହିବା ଦରକାର। ଓକେ, ଏବେ ଆସିବା ତୃତୀୟ ଭାଗକୁ। ରେଭେନ୍ୟୁ, ଦ ମେନ୍ ଏଜେଣ୍ଡା। ବ୍ରିଟିଶ ଶାସନର ସବୁଠୁ ବଡ଼ ସତ କ'ଣ ଜାଣିଛନ୍ତି? ତାହା ହେଉଛି ରାଜସ୍ୱ ଆଦାୟ। ସେମାନଙ୍କର ପ୍ରଶାସନର ମୂଳଦୁଆ ହିଁ ଥିଲା ଟଙ୍କା। ଆଉ ଏହି ରାଜସ୍ୱ ଆଦାୟ ପାଇଁ ସେମାନେ ବିଭାଜିତ ଓଡ଼ିଶାରେ ତିନୋଟି ଅଲଗା ଅଲଗା ସିଷ୍ଟମ୍ ବା ବ୍ୟବସ୍ଥା ଲାଗୁ କରିଥିଲେ। ଏହି ତିନୋଟି ବ୍ୟବସ୍ଥାକୁ ବୁଝିବା ବହୁତ ସହଜ। ଦେଖନ୍ତୁ, ପ୍ରଥମ ହେଲା ଜମିଦାରୀ ସିଷ୍ଟମ୍। ଏଥିରେ ଜମିଦାରମାନେ ଥିଲେ ମିଡଲମ୍ୟାନ୍। ସେମାନେ ଚାଷୀଙ୍କଠୁ ଟିକସ ଆଦାୟ କରି ସରକାରଙ୍କୁ ଦେଉଥିଲେ। ଦ୍ୱିତୀୟ ହେଲା ରୟତୱାରୀ ସିଷ୍ଟମ୍। ଏଥିରେ କୌଣସି ମିଡଲମ୍ୟାନ୍ ନଥିଲେ। ସରକାର ସିଧା ଚାଷୀ ବା ରୟତଙ୍କଠାରୁ ଟିକସ ନେଉଥିଲେ। ଆଉ ତୃତୀୟ ହେଲା ମହଲୱାରୀ ସିଷ୍ଟମ୍। ଏଥିରେ ଗୋଟେ ପୁରା ଗାଁ ବା ମହଲକୁ ଗୋଟେ ୟୁନିଟ୍ ଧରାଯାଇ ସେଠୁ ଟିକସ ଆଦାୟ କରାଯାଉଥିଲା। କିନ୍ତୁ ପ୍ରକୃତ ସମସ୍ୟା କେଉଁଠି ଥିଲା ଜାଣିଛନ୍ତି? ଏହି ଟେମ୍ପୋରାରୀ ସେଟଲମେଣ୍ଟସରେ। ରେଗୁଲେସନ୍ ଏକ୍ସଆଇ ଅଫ୍ 1805 ପରେ ଦେଖନ୍ତୁ କ'ଣ ହେଲା। 1804ରୁ 5 ପାଇଁ ଗୋଟେ ବର୍ଷ ପାଇଁ ବନ୍ଦୋବସ୍ତ, ତାପରେ 1805ରୁ 8 ପାଇଁ 3 ବର୍ଷିଆ, ପୁଣି 1808ରୁ 12 ପାଇଁ 4 ବର୍ଷିଆ। ଟିକେ ଭାବନ୍ତୁ, ଯଦି ଏତେ ସର୍ଟ ଟର୍ମ ପାଇଁ ବାରମ୍ବାର ନିୟମ ବଦଳିବ ତେବେ ଜଣେ ଚାଷୀ ବା ଜମିଦାର କେମିତି ପ୍ଲାନିଂ କରିବ? ଏହି ଇନଷ୍ଟେବିଲିଟି ହିଁ ଶୋଷଣର ସବୁଠୁ ବଡ଼ କାରଣ ଥିଲା। ହେଲେ ଏହି ସବୁ ଅନିଶ୍ଚିତତା ଭିତରେ ଗୋଟେ ଆଶାର କିରଣ ବି ଥିଲା। 1805ରେ ଇଂରେଜମାନେ ଗୋଟେ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ସେମାନେ କହିଲେ ଯେ ଏହି ଯେଉଁ 11 ବର୍ଷର ଏକ୍ସପେରିମେଣ୍ଟ ଚାଲିଛି ଏହା ପରେ ଓଡ଼ିଶାରେ ପରମାନେଣ୍ଟ ସେଟଲମେଣ୍ଟ ବା ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରାଯିବ। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଆମ କାହାଣୀର ଟର୍ଣ୍ଣିଂ ପଏଣ୍ଟ, ଆମର ଚତୁର୍ଥ ଭାଗ, ଏ ଟେଲ୍ ଅଫ୍ ବ୍ରୋକେନ୍ ପ୍ରମିସେସ୍। ଏହା ସେହି ସମୟ ଥିଲା ଯେତେବେଳେ ସେହି ପ୍ରତିଶ୍ରୁତିକୁ ଭାଙ୍ଗି ଦିଆଗଲା ଆଉ ଓଡ଼ିଶାର ଭାଗ୍ୟରେ କଠୋର ବାସ୍ତବତା ଲେଖି ଦିଆଗଲା। ବର୍ଷ ଥିଲା 1811-12। ଇଷ୍ଟ ଇଣ୍ଡିଆ କମ୍ପାନୀର କୋର୍ଟ ଅଫ୍ ଡାଇରେକ୍ଟର୍ସ ଲଣ୍ଡନରୁ ଅଫିସିଆଲି ମନା କରିଦେଲେ। ସେମାନେ କହିଲେ, ନା, ଓଡ଼ିଶାରେ ପରମାନେଣ୍ଟ ସେଟଲମେଣ୍ଟ ଲାଗୁ ହେବ ନାହିଁ। ବାସ୍ ଏହି ଗୋଟିଏ ନିଷ୍ପତ୍ତି ଓଡ଼ିଶାର ଭାଗ୍ୟକୁ ସେହି ଅସ୍ଥାୟୀ ଶୋଷଣକାରୀ ବ୍ୟବସ୍ଥାର ଅନ୍ଧାର ଭିତରକୁ ସବୁଦିନ ପାଇଁ ଠେଲିଦେଲା। ଏହି ତୁଳନାଟାକୁ ଟିକେ ଦେଖନ୍ତୁ, ଏହା ବହୁତ କିଛି କହିଦେବ। ମରାଠାମାନଙ୍କ ଶାସନ ସମୟରେ ଯଦି ଫସଲ ନଷ୍ଟ ହେଉଥିଲା ତେବେ ରାଜସ୍ୱରେ କିଛି ଛାଡ଼ ମିଳୁଥିଲା। କିନ୍ତୁ ବ୍ରିଟିଶ ନୀତି ଏକଦମ ଇନ୍ଏଲାଷ୍ଟିକ୍।
କୌଣସି ଛାଡ଼ ନାହିଁ, କୌଣସି ଦୟା ନାହିଁ। କାରଣ ସେମାନଙ୍କ ପାଇଁ ଲୋକଙ୍କ ଦୁଃଖ କଷ୍ଟଠାରୁ ରେଭିନ୍ୟୁ କଲେକ୍ସନ୍ ବେଶୀ ଜରୁରୀ ଥିଲା। ଏହି ପଏଣ୍ଟଟାକୁ ମେନ୍ସ ଆନ୍ସର ପାଇଁ ନୋଟ୍ କରି ରଖନ୍ତୁ, ବହୁତ କାମରେ ଆସିବ। 266 266 ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହା ହେଉଛି ସେହି ଓଡ଼ିଆ ଜମିଦାରୀମାନଙ୍କର ସଂଖ୍ୟା ଯାହା କେବଳ ଗୋଟିଏ ବର୍ଷରେ 1807ରେ ନିଲାମ ହୋଇଯାଇଥିଲା। କାରଣ ସେମାନେ ସେହି ଭାରି ରାଜସ୍ୱର ବୋଝ ଉଠାଇ ପାରିଲେନି। ଆଉ ଏହାର ଫଳ କ'ଣ ହେଲା? ଓଡ଼ିଶାର ପୁରା ସାମାଜିକ ଢାଞ୍ଚା ହିଁ ଭୁଷୁଡ଼ି ପଡ଼ିଲା। ଆଉ ସବୁଠୁ ବଡ଼ କଥା ହେଉଛି, ଏହି କଥା କୌଣସି ଭାରତୀୟ କହିନାହାନ୍ତି। କଟକର ନିଜ ବ୍ରିଟିଶ କଲେକ୍ଟର ଟ୍ରୋୱର ସେ ନିଜେ ଏହାକୁ ସ୍ୱୀକାର କରିଥିଲେ। ସେ କ'ଣ କହିଥିଲେ? This system must have been most ruinous to the country, one of the greatest evils. ଯେତେବେଳେ ଜଣେ ବ୍ରିଟିଶ ଅଫିସର ନିଜେ କଥା କହୁଛନ୍ତି, ତାହେଲେ ଭାବନ୍ତୁ ପରିସ୍ଥିତି କେତେ ଗମ୍ଭୀର ଥିବ। ମେନ୍ସ ପରୀକ୍ଷାରେ ଏହି କୋଟ୍ ବ୍ୟବହାର କଲେ ଆମର ଆନ୍ସର ୱେଟ୍ ବହୁତ ବଢ଼ିଯିବ। ଆଉ ଶେଷରେ ଯାହାକୁ କୁହନ୍ତି ଦ ଫାଇନାଲ ନେଲ୍ ଇନ୍ ଦ କଫିନ୍, ପାଖାପାଖି 33 ବର୍ଷର କଷ୍ଟ ଆଉ ଶୋଷଣ ପରେ 1837ରେ ଗୋଟେ 30 ବର୍ଷିଆ ବନ୍ଦୋବସ୍ତ ଅଣାଗଲା। କିନ୍ତୁ ଏହାଦ୍ୱାରା ପରମାନେଣ୍ଟ ସେଟଲମେଣ୍ଟର ଆଶା ସବୁଦିନ ପାଇଁ ଶେଷ ହୋଇଗଲା। ମନେ ରଖିବେ, ଏହା ଲଙ୍ଗ୍ ଟର୍ମ ଥିଲା, କିନ୍ତୁ ପରମାନେଣ୍ଟ ନଥିଲା। ଶୋଷଣର ଚକ୍ର ସେମିତି ହିଁ ଚାଲୁ ରହିଲା। ଠିକ୍ ଅଛି, ତେବେ ରାଜସ୍ୱ କଥା ତ ଆମେ ବୁଝିଲେ। ଏବେ ଦେଖିବା ପ୍ରଶାସନର ଅନ୍ୟ ଦୁଇଟି ସ୍ତମ୍ଭକୁ। ଆମର ପଞ୍ଚମ ଭାଗ, ଜଷ୍ଟିସ୍ ଆଣ୍ଡ ପୋଲିସିଂ, ଅର୍ଡର ୱିଦାଉଟ୍ ଜଷ୍ଟିସ୍, ମାନେ ଶୃଙ୍ଖଳା ତ ଥିଲା କିନ୍ତୁ ନ୍ୟାୟ ନଥିଲା। କାରଣ ରାଜସ୍ୱ ଭଳି ଏହି ଦୁଇଟି ସିଷ୍ଟମ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଶୋଷଣର ମାଧ୍ୟମ ପାଲଟି ଯାଇଥିଲା। ନ୍ୟାୟିକ ବ୍ୟବସ୍ଥାର ଅବସ୍ଥା କ'ଣ ଥିଲା? ପ୍ରଥମତଃ, ପ୍ରୋସିଜର ବହୁତ କମ୍ପ୍ଲେକ୍ସ ଆଉ ଜଟିଳ ଥିଲା, ଯାହା ସାଧାରଣ ଲୋକ ବୁଝିବା ସମ୍ଭବ ନଥିଲା। ଦ୍ୱିତୀୟରେ, କରପ୍ସନ୍ ମାନେ ଦୁର୍ନୀତି ଚାରିଆଡ଼େ ବ୍ୟାପିଥିଲା। ଆମଲାମାନଙ୍କୁ ଟଙ୍କା ଦେଲେ କାମ ହେଉଥିଲା। ଫଳରେ ଲୋକଙ୍କର ଜୁଡ଼ିସିଆରୀ ଉପରୁ ବିଶ୍ୱାସ ଉଠିଗଲା। ଆଉ ପୋଲିସ ତ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ନିଜେ ହିଁ ଭୟର ଆଉ ଏକ ନାଁ ପାଲଟି ଯାଇଥିଲା। ଚାଲନ୍ତୁ ଏବେ ସବୁକିଛିକୁ ଏକାଠି କରିବା ଆଉ ଏକ୍ଜାମ୍ ଷ୍ଟ୍ରାଟେଜି ଉପରକୁ ଆସିବା। ଆମର ଶେଷ ଭାଗ, ରିଭିଜନ୍ ଆଣ୍ଡ ଷ୍ଟ୍ରାଟେଜି, ଏସ୍ ୟୋର୍ ଏକ୍ଜାମ୍। ଏପର୍ଯ୍ୟନ୍ତ ଆମେ ଯାହା ବି ଆଲୋଚନା କଲେ, ତାକୁ ପରୀକ୍ଷାରେ କେମିତି ୟୁଜ୍ କରିବା, ସେଇଟା ହିଁ ସବୁଠୁ ଇମ୍ପୋର୍ଟାଣ୍ଟ। ଏଠାରେ କିଛି କମନ୍ ମିଷ୍ଟେକ୍ସ ଅଛି ଯାହାକୁ ଆମକୁ ଆଭଏଡ୍ କରିବାର ଅଛି। ପ୍ରଥମ ଭୁଲ, ପର୍ମାନେଣ୍ଟ ସେଟଲମେଣ୍ଟ ଓଡ଼ିଶାରେ ୱାଇଡ୍ ସ୍ପ୍ରେଡ୍ ଥିଲା ବୋଲି ଭାବିବା, ଯାହାକି ସମ୍ପୂର୍ଣ୍ଣ ଭୁଲ। ଦ୍ୱିତୀୟ ଭୁଲ, ଓଡ଼ିଶାର ଆଡମିନିଷ୍ଟ୍ରେଟିଭ୍ ଫ୍ରାଗମେଣ୍ଟେସନ୍ ବା ପ୍ରଶାସନିକ ବିଭାଜନକୁ ଇଗ୍ନୋର କରିଦେବା। ତୃତୀୟ, ବ୍ରିଟିଶ ଆଉ ମରାଠା ପଲିସିର କମ୍ପାରିଜନକୁ ଭୁଲିଯିବା। ଆଉ ଚତୁର୍ଥ, ବେଙ୍ଗାଲୀ ଆବସେଣ୍ଟି ଲ୍ୟାଣ୍ଡଲର୍ଡସଙ୍କ ରୋଲକୁ ଅଣ୍ଡର ଏଷ୍ଟିମେଟ୍ କରିବା। ଏହି ଚାରୋଟି ଭୁଲରୁ ବଞ୍ଚିବାକୁ ପଡ଼ିବ। ଏବେ ଗୋଟେ ମେନ୍ସ ପ୍ରାକ୍ଟିସ୍ କ୍ୱେଶ୍ଚିନ୍ ନିଅନ୍ତୁ। Critically analyze the socio-economic impact of British land revenue policies in Odisha in the 19th century. ଏହାର ଆନ୍ସର ଲେଖିବା ବେଳେ ଆମେ ଆଲୋଚନା କରିଥିବା ପଏଣ୍ଟଗୁଡ଼ିକୁ ମନେ ପକାନ୍ତୁ, ଯେମିତିକି ବ୍ରୋକନ୍ ପ୍ରମିସ୍ର କାହାଣୀ, ଏଷ୍ଟେଟ୍ସର ସେଲ୍ ଆଉ ଟ୍ରୋରଙ୍କର ସେ ପାୱାରଫୁଲ୍ କୋଟ୍। ଏସବୁକୁ ୟୁଜ୍ କରି ଗୋଟେ ଭଲ ଷ୍ଟ୍ରକ୍ଚର ତିଆରି କରନ୍ତୁ। ଠିକ୍ ଅଛି, ଯିବା ପୂର୍ବରୁ ଗୋଟେ କ୍ୱିକ୍ ରିଭିଜନ୍ କରିନେବା। ରିଭିଜନ୍, ଓଡ଼ିଶା 3 ଭାଗରେ ବିଭକ୍ତ ଥିଲା। ରେଭେନ୍ୟୁ, ଜମିନ୍ଦାରୀ, ରୟତୱାରୀ, ମାହାଲୱାରୀ ସିଷ୍ଟମ ବ୍ୟବହାର ହେଉଥିଲା। କୋର୍ ଇସ୍ୟୁ, ପର୍ମାନେଣ୍ଟ ସେଟଲମେଣ୍ଟର ପ୍ରତିଶ୍ରୁତି ଭାଙ୍ଗି ଦିଆଗଲା। ଇମ୍ପାକ୍ଟ, ରୁଇନସ୍ ସର୍ଟ ଟର୍ମ ସେଟଲମେଣ୍ଟସ୍ ଯୋଗୁଁ ଲୋକେ ଜମି ହରାଇଲେ ଆଉ ଶୋଷଣର ଶିକାର ହେଲେ। ଜଷ୍ଟିସ୍, ଜୁଡ଼ିସିଆରୀ ସିଷ୍ଟମ କରପ୍ଟ ଆଉ ଅପ୍ରେସିଭ୍ ଥିଲା। ବାସ୍ ଏତିକି ମନେ ରଖିଲେ ପୁରା ଟପିକ୍ କଭର ହୋଇଯିବ। ଶେଷରେ ବାସ୍ ଏତିକି କହିବି, ଇତିହାସର ଏହି ସଂଘର୍ଷ ଆମକୁ ଗୋଟିଏ କଥା ଶିଖାଏ, ରାସ୍ତା ଯେତେ କଠିନ ହେଉନା କାହିଁକି, ଲଢ଼େଇ ଜାରି ରଖିବାକୁ ପଡ଼ିବ। ଆଜିର ଏହି କଠିନ ପରିଶ୍ରମ ହିଁ ଆସନ୍ତାକାଲିର ସଫଳତାର ମୂଳଦୁଆ। ତେଣୁ ଲାଗିପଡ଼ନ୍ତୁ, ଆଗକୁ ବଢ଼ି ଚାଲନ୍ତୁ। ଜୟ ଜଗନ୍ନାଥ।